ହ୍ୟାଲୋ ଓଡ଼ିଶାବାସୀ, ଜୟ ଜଗନ୍ନାଥ। ତ ମେନକା ଶଙ୍ଖୁଆ ମୋତେ ପଇସା ଦେଉନି, ବହୁତ ହଇରାଣ କରୁଛି। ତ ଏବେ ସମସ୍ତେ ମରନ୍ତୁ। ସେ ଜାଣିନାହିଁ ମୋ ପାଖରେ ହଜାର ହଜାର ମେସେଜ ରେକର୍ଡ଼ିଂ ଅଛି ବୋଲିକି। ମୁଁ ଆଜି ବାଧ୍ୟରେ ସବୁ ଭଏସ୍ ରେକର୍ଡ଼ିଂ କଲି, ସ୍କ୍ରିନ୍ ରେକର୍ଡ଼ିଂ କଲି। ଆଉ ମୋ ମୁହଁ ତ ଦେଖାହେବନି। ସାଙ୍ଗମାନେ ଯେତେ ପାରୁଛନ୍ତି ଆପଣମାନେ ସବୁଆଡ଼େ ଏଇ ରେକର୍ଡ଼ିଂ ହାଇଲାଇଟ୍ କରନ୍ତୁ, ସେୟାର କରନ୍ତୁ। ଆଉ ଯେଉଁମାନେ ମୋର ହଇରାଣ କରିସାରିଲାଣି, ପଇସା ଦେମିନି, ଆଜି ଦେମି, କାଲି ଦେମି, ବହୁତ ହଇରାଣ କରିସାରିଲାଣି। ମୁଁ ବାଧ୍ୟର କ'ଣ କରିବି, ସବୁ ମେସେଜ ମୁଁ ଛାଡ଼ିଲି। ନ ଛାଡ଼ିବାର ଆଉ କିଛି ବାଟ ନାହିଁ। ଆଉ ବହୁତ ଗୁଡ଼ା ଆଗକୁ ଆହୁରି ରେକର୍ଡ଼ିଂ ଅଛି, ଛାଡ଼ିବି। ତ ପଇସା ଯେମିତି ଦେଉନି, ଯେମିତି ମୋତେ ହଇରାଣ କରୁଛି, ସେଇଭଳିଆ ନାମଟା ନିଅନ୍ତୁ ସମସ୍ତେ ମିଶିକି। ସମସ୍ତେ ମରନ୍ତୁ ହେଲା। ଏବେ ନାମ ନିଅ, ଓକେ। ଟଙ୍କା ମାରିକି ଝିଅ ନିଜେ କି ଜଣେ ଝିଅ 2 ଜଣ ଥିଲେ। ଇଏ ଯାଇକି ରହିଲା 8 ଦିନ 7-8 ଦିନ ରହିକି ବଟିଆ ଖାଇକି ଆଉ ସେଠି ନଷ୍ଟ କରୁଥିଲା। ବୁଝିପାରିଲ? ସେଇଠି ତ ଜଣା ପଡିବ ସେ ଛୁଆ କାହାର ବୋଲି। ସେଟା ପରା ପ୍ରେଗନେନ୍ସ ଟେଷ୍ଟ ସିନା କି ଇଏ ପରା ଖାଲି ତାର କହିଲା ତାଙ୍କ ଝିଅ ନା କଣ ଥିଲା ଗୋଟେ ସେଇ ହଉଛି ସିଏ ପରା କହିଲା ହଉଛି ହଁ କଣ ବୁନି ବୁନି ବୋଲି ତ କହୁନାହାନ୍ତି, ଆଉ ଗୋଟେ କଣ କହୁଛନ୍ତି ଯୋଉଟା ହେଣ୍ଟିଲ ମୁଁ ଜାଣିନି ଏଠି କଣ ଦେଇଛନ୍ତି। ଏଠି ତମ ବାପା ମା ଡାକନ୍ତି ତାକୁ ବୁନି ଡାକନ୍ତି। ହେଇଥିବ। ସେ ଝିଅ ଟା ହଉଛି ତାକୁ କହିଲେ ଅଜୁର ଛୁଆ ବୋଲିକି। ଅଜୁର ଛୁଆ ଆଉ ହଉଛି ଅଜୁ ଦାଦା କହିଛି ଏଇଠି ଆଣି ରଖିବା ପାଇଁ। ଆଉ ଇଏ ଏଇକ ସିଏ କାହିଁ ଏତେ କଥା ପଚାରେ? ସିଏ କାହାରି କିଛି କହୁନି। ଅଜୁ ଦାଦା ନା ଅଜୁ ଦାଦା ତା ଝିଅ ଜାଣିନି, ତା ଘଇଟା ସବୁ ଜାଣିଛି ଶୁଭେନ୍ଦୁ। ନା ମୁଁ କହୁଛି ତମ ଗୁଡା ବଢିଆ ମଜା ହବ। ଏଇନେ ବର୍ତ୍ତମାନ ଅଜୁ ଅଛି ନା। ମୁଁ ଯଦି କାଲି ମତେ ଯଦି ପଇସା ନ ଦଉଛି, ମୁଁ ବର୍ତ୍ତମାନ କଣ କରିବି? ମୁଁ ଯାହା ବି ହେଲେ ଗୋଟେ କରିବି ନା। ତମେ ଯାହା ବି ହେଲେ ତମେ ଗାଁ ସାରା ପୁଅ ହେଲା କରୁନ। ଯାହା ଯାହା ଘରୁ ତମେ ଏରିଆରେ ଦେଖିଛ, ଏରିଆରେ ଜାଣିଛ, ଏରିଆରେ କଥା ତମେ ହଙ୍ଗାମା କରୁନ। ମୁଁ ତମେ କହୁଛ ମୁଁ ଅଜୁକୁ ଫୋନ କରି କହୁନା କାହାକୁ କହିବି? କଣ କରିବି? ତମେ ଦବା ଦରକାର ନା, ନହେଲେ ମତେ ହଇରାଣ ତମେ କରିବ। ତମେ ହଙ୍ଗାମା କଲା ପରେ ମୋ କତିକି କିଏ ଫୋନ କଲେ ସିନା ମୁଁ ତାକୁ ପ୍ରମାଣ ଦେବି। କାହା କଥାରେ ମତେ କହିବି, ମୁଁ ପ୍ରମାଣ ଦେବି। ବୁଝିପାରିଲ ନା? ମୁଁ ତମକୁ ତମେ ଆଗରୁ ମୁଁ କରୁଛ କର। କଣ କରିବି? ଆଣିବି ଦେଖ ତମ ଫୋନ ଯୋଉଠିକି ଯିବି ମୁଁ ଆଗରୁ ସଞ୍ଜୟକୁ ଯିବି ତା ମାଆ କୁ କହିବି। ମୁଁ କହିବି ଏଇଭଳିଆ କଥା, ଏଇଭଳିଆ ତୋ ପୁଅ ତା ସାଙ୍ଗର କାହା ଛୁଆ ନଷ୍ଟ କରିଥିଲା ତୋ ପୁଅ। ମୁଁ ତାକୁ ପଚାରିମି କାହା ଛୁଆ ନଷ୍ଟ କରିଥିଲା, କାହା ମେଡିସିନ ଦେଇଥିଲା। ବାହାରିବ ଅଜୁ ଅଛି ଏଇଠି। ପ୍ରେଗନେଣ୍ଟ ଟେଷ୍ଟ ବେବି ଯୋଉ ଛୁଆ ନଷ୍ଟ କରୁଥିଲା, ପ୍ରେଗନେଣ୍ଟ ଟେଷ୍ଟ କିଏ କହିଲା ଆଣିକି ଦବା ପାଇଁ ବେବି କି? ତାକୁ ପଚାରିବ। ଡାକ୍ତର କତିକି ନେଇକି ଯିବା ପାଇଁ କିଏ କହିଲା? କାହା ଛୁଆ ନଷ୍ଟ କରିବା କଥା ପଚର। ବୁଝିପାରିଲ ନା? ଏତିକି କହିବ। ବୁଝିପାରିଲ ନା? ଆଉ ଡାକ୍ତର କତିକି ନେଇ ଯାଉଥିଲା, ଆଉ ହଉଛି ଏଇରକମ କଥା ତାକୁ କହିବ। ବୁଝିପାରିଲ ନା? ଜାଣିଛ ନା ଏସବୁ ପ୍ରମାଣ ଦେଇପାରିବ ନା ତମେ? ସତ ନା ହଁ ମୁଁ ପ୍ରମାଣ ଦେବି ସତ। ତାପରେ ସେ ଯୋଉ ମନ ଓଝାକୁ ଆଗରେ ଫୋନ କର ତମେ। ମନ ଓଝାକୁ ଆଗର କର, ତା ହାତରେ କଥା ହୁଅ। ହେଲା ପରେ କଥା ହଉଛି କାଢିବ। ଏଇରକମ କଥା କରିକି କିନ୍ତୁ ଏଇରକମ କରୁଛି ମୋ ତମ କଥା ନାଁରେ ଶୁଣ, କହୁଛି ଯେ ଏଇଟା ଚୋରି କରିଛି ମୋ ବୋଲି। କଥା ଶୁଣ, ମୋ କଥା ଶୁଣ। ହଉଛି ବର୍ତ୍ତମାନ କେବେ ମାନେ ଏଇ ଯୋଉ ଛୁଆ ଟା ନଷ୍ଟ କରିଥିଲେ ଘର ପାଖରେ ଥିଲା ବେଳେ ନା ବେଙ୍ଗୁଲୋର ଯାଇକି ଥିଲା ଆସିଲା? ଘର କତୁରୁ ଯେତେବେଳେ ଆଇଲା ବେଙ୍ଗୁଲୁରୁକୁ, ଛୁଆ ଗୋଟେ ନଷ୍ଟ କରିକି ଆଇଲା। ସେଇଟାର ପ୍ରେଗନେନ୍ସ ଟେଷ୍ଟ ଦେଇଥିଲା ସଞ୍ଜୟ। ବୁଝିପାରିଲ ନା? ସେଇଟାର ସେଇଟାର ହଉଛି ସିଏ ସମ୍ପର୍କିତ। ଏଠିକି ଆଇଲା ପରେ ନିଜେ ସଞ୍ଜୟ ଜାଣିଛି। ବାପି ତା ରୁମକୁ ଯାଏ କି ବାପି ହାତରେ ସିଏ ଯାଇକି ରୁହେ। ବୁଝିପାରିଲ ନା? ସଞ୍ଜୟ ଏଠି ଜାଣିଛି। ନେକ୍ସଟ ହଉଛି କଣ ନା ବିଜୟ ନା ମନ ଓଝା କଥା ହେଲା ଭିତରେ, ମୁଁ ମନ ଓଝା ଯେତେବେଳେ ମୋ ଉପରୁ ଷ୍ଟେପ ଆଣିଲା, ମୁଁ ତାକୁ ଏଇ କଥା କହିନି। ଇଏ ମୋ ନାଁରେ ଯାଇକି ଦୁନିଆ କଥା କହିଛି। ତମକୁ ଯୋଉଟା କହିଛି ତାକୁ ସେଇଟା କହିଛି। ମୁଁ ସେଇଠୁ କହିଲି ସେ ଏଇଆ କରୁଛି। ଗଲା ସେ ସେଇଠୁ କହିଲା ତମ ମାନଙ୍କ ଭିତରେ ମୁଁ ପଶିବିନି, କଥା କିଛି କହିବିନି, ଛାଡିଦେଲା। ହଉଛି ଏଇରକମ କଥା। ତାପରେ ହଉଛି ଶୁଣ କବିତା, ମୁଁ ତମକୁ ଗୋଟେ କଥା କହୁଛି। ତମ ଭାଇ କି ବଦନାମ କରୁଛି। ତମ ଭାଇ ଯଦି ସେଟାର ନାହିଁ, ମୋ କହିବା କଥା ତମ ଭାଇ ଯଦି ସେଟାର ନାହିଁ, ତାହେଲେ ତମେ ସେ କଥା ସବୁ ସାମ୍ନାକୁ ଆଣ। ମୋ ଭାଇ କି ମୁଁ ନେବି ତମେ କିଏ ମତେ ଫୋନ କର। ନା ତମେ କହିବ ପିଲା ତ ତା ଛୁଆର ତା କତିରେ ଶୋଇଲା, ତା ଛୁଆ ନଷ୍ଟ
କଲା ସେ ପିଲା ନା କହିବ ସେ ପିଲା ତ କଲା ମୋ ହୁଁ ହୁଁ ମୋ ଅଠା ହୁଁ ମୋ ଭାଇ ମୁଣ୍ଡରେ ଅଠା କାହିଁକି ବୁଳା ହେଲା ହୁଁ ହୁଁ ତେଣୁ କରିକି ମୁଁ ହୁଁ ଛାଡିବିନି। ଆଉ ତମେ ଗୋଟେ କାମ କରିବ ନା ତମେ ସେଦିନ ମନା କରିଥିଲ ଏବେ ବି ତମେ ଯାଅ ମନ ହୁଁ। ଉଜା ନମ୍ବର ନାହିଁ ମୁଁ ମନ ଉଜା ସହିତ ତ କଥା ହଉନାହିଁ ମନ ଉଜା କୁ ଲାଇନ ରେ ଆଣ ଲାଇନ ରେ ଆମେ କଥା ମୁଁ ଲାଇନ କି ଆଣିବି କାହିଁକି ତମକୁ ନମ୍ବର ଦଉଛି ତମେ କଲ୍ କରି କଥା ହୁଅ ସିଏ ମତେ କରୁ ବୁଝିପାରିଲ ନା ମୁଁ ଏଇ ସହିତ ଚୁପଚାପ ବସିଛି ଧର ମୁଁ ଉଠିବି କେମିତି ଧର ତମ ପ୍ରୋବ୍ଲେମ ଟା ହେଇଛି ନା ଏଇ ସହିତ ତମେ ଆଗକୁ ଆଣିଲେ ମୁଁ ପ୍ରମାଣ ଦେମି ନା ନା ବୁଝିପାରୁଛ ନା ମୋ ନା କଥା। ନା, ମୁଁ ତାକୁ ଶୁଣ ମୁଁ ତମେ ହୁଁ ଯଦି ଫୋନ କରିକି ଲାଇନ ରେ ସେଦିନ ବି କହୁଥିଲ ଲାଇନ ରେ ଆଣିବି ମୁଁ କେମିତି ହଁ ଲାଇନ କି ଆଣିମି କିନ୍ତୁ ମୁଁ ଏଇ ସତ ହୁତାସନ ଉଠେଇବି କେମିତି ଧର ମୋର କିଛି ଧର ସେ ଖାଇନି କି ନେଇନି ଏଇ ସତ ନା ଚୁପଚାପ ହେଇକି ବସିଛନ୍ତି ବୁଝିପାରିଲ ନା ମୁଁ ଧର ବସିଛି ମୁଁ ହୁତାସନ ହେମି କଣ ପାଇଁ କୋଉଥି କାରଣରୁ ମୋ ଘର ପ୍ରତି ସେ ଷ୍ଟେପ ନେଲା କିଛି କଲା ମୁଁ ସେତେବେଳେ ହୁତାସନ ହେମି ବୁଝିପାରିଲ ନା ବୁଝିପାରୁଛ ନା ମୋ କଥା ତମେ ଏଇ ସହିତ ଗରମ ହେଇକି ରହିଛ ତମେ ଏଇ କଥା କହିବ ତମେ ଆହୁରି ଉଲଟି କହିବ କି ସଞ୍ଜୟ ଦାଦା ନାଁରେ ୟା ନା ତା ନାଁ ତମେ ମିଛ ସତ କହିଲେ ତମକୁ ସିଏ ବାହାରି କହିବେ ତମେ ନୁହେଁ ନା ସେମାନେ ଫୋନ କରିବେ ନା ହଁ ଶୁଣ ତମେ ହଁ ନୁହେଁ ବର୍ତ୍ତମାନ ଯୋଉ କହିଲ ଲାଇନ ହଁ ଲଗଉଥିନି ଆଉ ହଉଛି ହଁ ହଁ ଯୋଉ ବାପି ଉଝା ଗଲା କହିଲା ବେବି କି ବତେଇଲା ତା ଗଡରେଜ ଭାଙ୍ଗିକି ସୁନା ହୁଁ 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 ଗହଣା ଟଙ୍କା ହୁଁ ପଇସା ହଁ ଦେବାକୁ ସେଟା ମୁଁ କହିନି ଆମେ ମୁଁ ଶୁଣିଛୁ କହିନି ହୁଁ କିନ୍ତୁ ହୁଁ ମନ ଉଝା ନାଁ ର କୁହା ହେଇଛି ମୁଁ ସେଇଠୁ କହିନି ଯେ ମନ ଉଝା ନାଁ ର ସେ ବେବି ଶଙ୍ଖୁଆ ମୋ ପାଖରେ କହିଛି ମୁଁ ସେଇଠୁ ହୁଁ କବିତାକୁ ମନା କଲି ମୁଁ ତୁ କାହିଁକି ତା ନାଁରେ ଦଉଛୁ ସେ ତ ମନ ଉଝା କଥା ମତେ କହିଛି ଆଉ ତା ନା ହୁଁ ତା କଥା କହିନା ଏଇଠି କବିତା ତମେ ଟୋଟାଲ ଫାଙ୍କିଲ ମନ ଉଜା ନୁହେଁ ବାପି ତାହେଲେ ହଉଛି ଏଇଟା ତମେ ତାକୁ ଲାଇନ ରେ ଆଣି ଆମେ ହୁଁ ଏଇ ହୁଁ କଥା କହିମି ବାସ ମୋର ଆଉ କିଛି କଥା କହିବାର ନାହିଁ ମୁଁ ଖାଲି ଗୋଟିଏ କଥା କହିମି ମୁଁ କହିମି ମୁଁ ମନ ତମକୁ ଶୁଣ ନମ୍ବର ଦଉଛି ଖାଲି ସେଇ କଥାଟା ତାକୁ କୁହ ହୁଁ କହିଲା ପରେ କଥା ଗୋଟେ କହିଲା ପରେ ହଜାର ବାହାରିବ ବୁଝିପାରିଲ ନା ହୁଁ ତମେ ତାକୁ ମନ ଯାହାକୁ ନମ୍ବର ଦଉଛି ମୁଁ ତମେ କଣ ଏଇ ରକମ ବେବି ଆସିକି କହୁଛି ବର୍ତ୍ତମାନ ହଁ ବର୍ତ୍ତମାନ ହଁ ତମକୁ କହୁଛି ତମେ ଲାଇନ ରୁ ଆଣ ତମେ କଣ୍ଠସ୍ୱର ମୁଁ ଲାଇନ ଆଣିଲେ ରଖ ଭୁଲ ହେଇଯିବ ନା ମୁଁ ଧର ଏଇ କଥା ଚାପିକି ବସିଛି ବୁଝିପାରିଲ ନା ତମେ ଜାଣିଛ ମନ ଉଜା କୁ ଚୁରି କରିଛି ବୋଲି କହିଛି ତମକୁ ମତେ କହିନି ନା ମୁଁ କେମିତି ତାକୁ ଲାଇନ କି ଆଣିବି ବୁଝିପାରୁଛ ନା ମୋ କଥା ଦିଅନି ନମ୍ବର ଟା ଦିଅନି ହଁ ତମେ ଆଣିଲେ ସିଏ ମତେ ପୁଣି ଫୋନ କରିବ କି ତମେ ମତେ ଲାଇନ କି ଆଣିବ ମୁଁ କେମିତି ତମ ସଦାବେଳେ ହଉଛି ଇଏ କରିବି ରୁହ ଦଉଛି ମନ ଉଜା ନମ୍ବର ଏବେ ସମସ୍ତେ ମୋର ମୁଁ କାହାରି ନମ୍ବର ଟା ଛାଡିବିନି ଦିଅ ମତେ ହଇରାଣ କରିସାରିଲାଣି ମାନେ ଧର ଏବେ ମୁଁ ଆଣିଲେ ଏଟା ଭୁଲ ହେଇଯିବ ସମସ୍ତେ ଏବେ ହଉଛି ତା ମୋର ଘର ତା ରୁମ ଠିକ ଅଛି। ନା ମୋ ଘରକୁ ଯାଆନା କିନ୍ତୁ ଆମେ ସେଟା କରିବୁ କି କରିବୁନି ହୁଁ ତ ମୋ ଘରକୁ ଯିବୁ ମୁଁ ନେଇକି ଯିବି 10-12 ଜଣ ଲୋକ ନେଇକି ଯିବି ତମ ଘରକୁ ଯିବି ଅଜୁ ଘରକୁ ଯିବି ମନୋଜ ଘରକୁ ଯିବି ସେଠି ବାପି ଘରକୁ ଯିବି କିନ୍ତୁ ହାଙ୍ଗାମା କରିବି ମାନେ ଭଲ ରକମ ଚଳେଇବି ନ କରିବି ଛାଡିଦେବି ବୁଝିପାରିଲ ହୁଁ ମୋ କହିବା କଥା ମୋ ଗାଣ୍ଡର ନାଗିଛ ଭଲ କି ଓଡ଼ିଶାବାସୀ ସମସ୍ତେ ଭଲସେ ମେସେଜ ଧ୍ୟାନ ଦେଇକି ଆପଣମାନେ ଶୁଣନ୍ତୁ କବିତା ନାଥ କଣ କହିଛି ସବୁ ଭଏସ୍ ମେସେଜରେ ସେ ଜାଣିନି ମୁଁ ସବୁ ରଖିଛି ବୋଲିକି ରେକର୍ଡ଼ିଂ କରିକି ମୋତେ ତମେ ହରେଇଦବ ଆରେ ତମେ କଣ ଭାବିଲ କି ମେନକା ଶଙ୍କୁଆ ଯେମିତି ମୋତେ ପଇସା ଦଉନି ମୋତେ ନାକେ ଦେମ କରିସାରିଲାଣି ସେଇଭଳିଆ ସମସ୍ତେ ମୋର ମୋ ପଇସା ତ ନେଇକି ଫାଙ୍କିଲା ତ ଦଉନାହିଁ କିନ୍ତୁ ମୁଁ କାହାରିକି ଛାଡ଼ିବିନି ହେଲା ସବୁ ସୋସିଆଲ ମେସେଜ ରଖିଛି ସବୁ ୟା ପରେ ସେ ବାପି ଉଝାର ବିଷ ବିଜୟ ରଖିଛି ୟା ପରେ ସବୁ କାଢ଼ିମି ସମସ୍ତଙ୍କ ମେସେଜ ମୁଁ ଛାଡ଼ିବିନି କାହାକୁ ହେଲା ଠିକ ଅଛି ଲାଗିବ ଛାଡିବ ଛାଡିବ ସତ କହିବ କଣ କହିବ ମିଛ କହିବ ଯଦି ତମେ ମାର କିଏ ମତେ ନମ୍ବର ଦେଲା କୋଉଠି କାରଣ ଦେଲା କୋଉ ଉଦ୍ଦେଶ୍ୟରେ ଦେଲା ମୁଁ ତାକୁ ଏଇଟା ପଠେଇବା ପାଇଁ ଦେଇଥିଲା ମତେ ସିଏ କହିଲା ତୁ ପଠା ମତେ ସିଏ କହିଲା ତୁ ଇଏ କର କହିକି ମୋ ଗାଣ୍ଡରେ ଅଠା ବୋଲି ଦଉଛି ଯଦି ବଳୁଛି ଯଦି କହିଲା ମୁଁ ତାକୁ ଢେର ବୁଝେଇଛି ଯଦି ସିଏ ନ ବୁଝିଲା ମିଛ କଥା କହିବ ରେକର୍ଡିଂ ଶୁଣ ସମସ୍ତେ ଶୁଣ ବୁଧୁ କରିକି ଶୁଣିବି ଶୁଣ ଏଇ କଥା କହିଛି ମତେ ନା ଯଦି ତୁ କହୁଛୁ ମୁଁ ତ ଭାବୁଛି ତୋ ସ୍ଵାମୀ ଟା କଥା ତୁ ଫେରିଯା ୟା ତା ପଛରେ ପଡ ନା ମୁଁ ଏଇ କଥା କହିଛି ଭୁଲ କହୁଛି ତୁ ମତେ କହିଲୁ ବାର ବାର କହିକି ତୁ ବେଜିତି କଲୁ ମୋ ସ୍ଵାମୀ ଭଲ ହେଇଥିଲେ ମୁଁ ମୋ ସ୍ଵାମୀ କଥା ରହିବିନି ତୋ ସ୍ଵାମୀ କଥା ରହିକି ହିଁ ଦେଖେଇବି ହଜାରେ ଲୋକ ଆଗରେ କହିବି ବୁଝିପାରିଲ ନା ମୋ କଥା ହୁଁ ତୁ ହୁଁ ମତେ ତୁ ମୋ ଗାଣ୍ଡରେ ମାଗିବା ପୂର୍ବରୁ ଭଲ କି ନାଗ ମୁଁ କାହିଁକି ଚାକିରି ରହିଛି କାହିଁକି ରହିଛି ସେଟା ମୁଁ ଜାଣିଛି ହୁଁ ତମ କଥାରୁ ତମେ ଭାବ ଯେ ତମକୁ କଲ କରୁଛି ଛୋଟ ମୋଟ ମୁଣ୍ଡ ହେଇଛି ମୁଁ ଯଦି
ଓଡ଼ିଶାବାସୀ ଦେଖନ୍ତୁ, ଆପଣ ମେନକା ଶଙ୍କୁଆ କେତେ ବଡ଼ ବେଧି ରାଣ୍ଡି ଆଉ ବେଶିଆ, ଆପଣମାନେ ଏବେ ଭଏସ୍ ଏଇ ରେକର୍ଡିଂରେ ସମସ୍ତେ ଶୁଣନ୍ତୁ ହେଲା। ୟାର ବିଚାର କରନ୍ତୁ। ଏ ରେବୁକୁ ସେ ଫସେଇଛି ଏକରେ, ମୋ ପଇସା ନେଇକି ମୋତେ ଯେଉଁ କଲବଲ କରିସାରିଲାଣି। ମୁଁ ତାକୁ ବାର ବାର କହୁଛି, ଆରେ ମୋ ପଇସା ଦେଇଦେ, ମୋ ପଇସାଟା ଦେଇଦେଲେ ତମ ବାଟରେ ତମେ, ମୋ ବାଟରେ ମୁଁ ଥାନାକୁ ଗଲି, କେଉଁଠୁ ଦୁନିଆ ଉକିଲ, ଦୁନିଆ ଗାଁ ସାରା ଇଆଡ଼େ ସିଆଡ଼େ, ଏକୁ ଫୋନ୍ କରେ ତାକୁ ଫୋନ୍ କଲେଣି। ମୁଁ ତାକୁ ହାତ ଯୋଡ଼ିକି କହିଲି, ମୋ ମା ମୁଁ ତୋତେ କରେଇ ଦେଇଛି ପଇସା ଗ୍ରୁପ୍ରେ, ମୋ ପଇସା ଦେଇଦେ। ସିଏ ମୋତେ ମୋ ପଇସା ଦେବାକୁ ନାଁ ଧରିଲାଣି। ଏବେ ନାମ ନିଅ ସବୁ ହେଲା, ଏବେ କାହାକୁ ଛାଡ଼ିମିନି ମୁଁ। ହୁତାଶନ କରିଥାନ୍ତି, ହୁତାଶନ କରିଦେବାର ଥିଲା, ବୁଝିପାରିଲେ। ମୁଁ ଏବେ ବର୍ତ୍ତମାନ ପାଇଁ ମୋ କତର କେଟି ନମ୍ବର ଅଛି, ଖଜ ନମ୍ବର ଅଛି, ଅଜୁ ନମ୍ବର ଅଛି, ତା ଶାଶୁ ଯୋଉ କେଟିର ଶାଶୁ ଖଜ କହୁଛି, ତା ଅଜୁ ନମ୍ବର ଅଛି, ମନ ଓଝା ନମ୍ବର ଅଛି, ବାପି ଓଝା ନମ୍ବର ଅଛି, ବି ସଞ୍ଜୟ ଦାଦା ନମ୍ବର ଅଛି, ବି ଜୟନ୍ତ ଦାସ ନମ୍ବର ଅଛି, ଜୟନ୍ତ ଦାସ ମାଇପ ନମ୍ବର ଅଛି। ସମସ୍ତଙ୍କୁ ବି ମୋ ହାତରେ କଥା ହେଇଛି, ସମସ୍ତ ନାଁରେ ବି କହିଛି, ବୁଝିପାରିଲେ। ବେବି ଜୟନ୍ତ ଦାସ ନମ୍ବର ତ ମୁଁ କିଏ ଦେଲା ସେଇ ବେବି ବେବି ଲୋ, ତୁ ଟିକେ ଯୋଡୁନି, ମୋ ହାତରେ ପଇସା ନେଇଛି, ସେ ଦଉନି, ଟିକେ କଲ କରଲୋ କରଲୋ। ଏଇ ମନ ଓଝା ତାଙ୍କ ଖୁଡି ଫୋନ ଉଠଉନି, ଟିକେ ଦେଲୋ କରଲୋ କରଲୋ। ଆଉ ସଞ୍ଜୟ ଦାସ ସଞ୍ଜୟ ଦାସ ପୁରା ଆସି ବେଙ୍ଗଲୁରୁରେ ଥିଲା, ବାପି ଓଝା କତର, ବାପି ଓଝା ସିଏ ସବୁ ଥିଲେ ପରା, ଉତ୍ତମ ବାପି ଓଝା ସମସ୍ତେ। ମୁଁ ତାଙ୍କୁ ଚିହ୍ନିଥାନ୍ତି କେମିତି? ଏଇ ଯୋଉ ସମସ୍ତ ଆମ ନମ୍ବର ସଞ୍ଜୟ ମତେ ସେ ଦାସ, ଦେଇଛି। ଆମ ସଞ୍ଜୟ ଦାସ। ହଁ ତମରି ସଞ୍ଜୟ ଦାସ ଆସିକି ଏଠି ରହିଥିଲା, ଏଠି କଥାବାର୍ତ୍ତା। ଯଦି ବି ଦରକାର ପଡିବ ସଞ୍ଜୟ ଦାସଙ୍କର ଘର ନମ୍ବର ଅଛି ନାଇଁ, ମୁଁ ସେଇଟା ଖୋଜିବା ପାଇଁ ଚେଷ୍ଟା କରିବି, ବୁଝିପାରିଲ। କିନ୍ତୁ ସଞ୍ଜୟ ଦାସ ପଇସା ନବାର, ସଞ୍ଜୟ ଦାସ ଫୋନ ନ ଉଠେଇବାର, ଘରକୁ ଯେତେବେଳେ ଆଇଥିଲା ବେଙ୍ଗଲୁରୁ ମାସେ 7 ଦିନ ପାଇଁ ପୁଣି ଘରକୁ ଗଲା। କିନ୍ତୁ ସମସ୍ତଙ୍କ ଘରକୁ ଯିବି, ଏମିତି ବୁଡେଇକି ମାରିନି, ଜଳିବ କି ହୁତାଶନ ହବ। ଜାଣିଛି ନା ଏଇ କଥାରେ ଯୋଉ ତମେ କହିଲ ଛୁଆ ଯାଇଛି ତାକୁ ନଷ୍ଟ କରିବା ପାଇଁ। ମୋ ମାମୁଁ ପୁଅ ନିଜେ ପୁଲିସ ଖଇରା ଥାନାରେ, ବୁଝିପାରିଲ। ନିଜେ ପୁଲିସ, ମୋ ସମୂହରେ ସବୁ ନେତା। ତମେ ଯୋଉ କହିଲ ଗୋଟେ କଥାଟା, ଏଇଟା ସତ ନା ମିଛ? ଯୋଉ ତମେ କହିଲ ସଞ୍ଜୟ ଦାସ ବେବିର ଛୁଆ ନଷ୍ଟ କରୁଛି। ଜାଣିଛି ପୁରା ହେଲା ଅଜୁର ସାଙ୍ଗ ସଞ୍ଜୟ ଆଣିକି ଅଜୁ କହିଲା ପ୍ରେଗନେନ୍ସି ଟେଷ୍ଟ ଦେଇତେ, ସେ ଟେଷ୍ଟ କରିଦେଲା, ପୁଣି ଇଏ ନେଇକି ଗାଡି କତର ଛାଡେ, ବସ କତର ସେ ଯାଏ। ସଞ୍ଜୟ ଦାସ ପୁରା ଇନଭଲଭ, ଜାଣିଛି। ତମ ଯୋଉ ଶୁଭେନ୍ଦୁ ଯୋଉ ବାରିକଙ୍କର ଝିଅ, ସିଏ ବି ଚାହିଁଥିଲା ବେବି ହାତ ରହିବ ବୋଲିକି। ଇଏ ସମସ୍ତେ ଜାଣିଛନ୍ତି। ମୁଁ ତମରି ଗୋଟିଏ ଗାଁକୁ ଯିମି ଯଦି, ମୁଁ ବହି ଖେଳେଇଦେବି। ସିଏ ମୋ ଗାଁ ଗଲେ କାହାକୁ ଚିହ୍ନିଛି, କାହା କଥାରେ ବହି ଖେଳେଇବ, କଣ କରିବି? ଯୋଉ ସଞ୍ଜୟ ଦାସ ନୁହେଁ, ତା ବାପ ତା ମା, ସେ ଆମ ଫ୍ୟାମିଲି ଭିତରେ ସେମାନେ ହେଲା, ଆମ ଖଞ୍ଜାରେ ସେମାନେ ତମରି ଫ୍ୟାମିଲି, ମୁଁ ଜାଣିଛି ତମରି ଫ୍ୟାମିଲି। ସେମାନେ ବହୁତ ଖତରନାକ ଲୋକ, ମାରିଦେବେ ଟୋଟାଲ ଯଦି ଏ କଥା ମିଛ ହେଇଥିବ। ମାରିଦେବେ, ମିଛ ସତ ଯୋଉଟା ସେ କହିବ ତାକୁ ପ୍ରମାଣ କରିକି ଦେଖେଇନି, ମୁଁ ପ୍ରଭୁକୁ ଦେମି। ଦାସ ନେଇକି ତାକୁ ଛୁଆ ନଷ୍ଟ କଲା, ହଉଛି ସେଇଟା ପ୍ରମାଣ ଦବ ନା? ଏମାନେ ଭାରି ଖତରନାକ ଲୋକ। ମୁଁ ପ୍ରମାଣ ଦେମି, ମୁଁ ତମ ଭାଉଜର ପ୍ରମାଣ ଦେମିନି। ଅଜୁ ରହିବ, ମନୋଜ ରହିବ, ସମସ୍ତେ ଏ କଥା ପ୍ରମାଣ ପାଇଦେଲେ ହୁତାଶନ ଉଠେଇନି, ଏକା ଥରକରେ ଛିଡେଇନି, ସମସ୍ତ ନାଁ ପର୍ଦା ଖୋଲିନି, ବୁଝିପାରିଲେ। ସିଏ ମତେ ଯୋଉ କହୁଛି ଇଏ କରିବ, ମୋ ନାଁ ବଦନାମ କରିବା, ଜଣକୁ ନାରୀ ବି ବଦନାମ କରିବା ପୂର୍ବରୁ 100 ଥର ଭାବିକି କର, ବୁଝିପାରିଲ। ତମେ ଭାବନି ମୁଁ ଧିଏ ଧା ରହିଛି ବୋଲି ତମେ ସେଇଆ ଭାବୁଛ। ଆଉ ତମକୁ କଣ କହୁଛୁ? ମତେ ବି ବାପି ଯୋଉ ସେଦିନ ଏଇ କଥା କହିଲା, ମତେ ଭାରି ରାଗ ମାନିଛି ବା ଏଇ କଥାଟାକୁ। ମୁଁ ବି ରହିଛି ସ୍ୱାମୀକୁ ଅପେକ୍ଷା କରିଛି, ସେ କଣ କରୁଛି? ପୁଣି ସେ ମୁହେଁ ମାନିଲା ନା, ହଁ ମୁଁ କହିଦେଇଛି, ମୁଁ ଏମିତି ମତେ ମଜାକରେ ଅପମାନ କହିବି। କରିଦେଲା କାହିଁକି ମୋ ମଜାକରେ କହିବୁ? କାହିଁକି ମଜାକରେ କହିବୁ? ଓଡ଼ିଶାବାସୀ, ଏ ମେନକା ହାରାମି ବେଧି ଗୁଡ଼ା ବାଳୁଙ୍ଗି, ଇଏ ସମିସ୍ତିଙ୍କ ନମ୍ବର ଦେଇଛି। ମାନେ ସେ କବିତା ତାର ଏତେ ବେଷ୍ଟ ଫ୍ରେଣ୍ଡ, ମୋତେ ବାର ବାର କହିଲା, ମୋ ଦାଦା ଝିଅ ହେଉଛି ମୋ କ୍ଲାସମେଟ୍ ଛୁଆ ଝିଅ ସିଏ, ଆଉ ହେଉଛି ତା ଘର ଆମ କୁମାରପାଳ ପାଖରେ ହେଲା। ଆଉ ଏକୁ ମୁଁ ପଚାରିଲି, ତମ ଘରଟା କେଉଁଠି? କବିତାକୁ କହୁଛି ଆମ ଘର ବେଗୁନି। ଘର କେଉଁଠି? ଇଏ କିଏ? ଇଏ ମାନେ ସମସ୍ତେ ଖେଳୁଛନ୍ତି ନାଇଁ। ଆପଣମାନେ ଓଡ଼ିଶାବାସୀ ଦେଖନ୍ତୁ, କାହାର ଦୋଷ, କିଏ ନିର୍ଦୋଷୀ, କିଏ ଦୋଷ ପ୍ରକୃତର, ସବୁ ଶୁଣନ୍ତୁ।
ରେବତୀ ଦାସକୁ ଏଠି ମତେ 2 ବର୍ଷ ହେଲାଣି ନାକେ ଦମ କରିସାରିଲାଣି। 2 ଲକ୍ଷ ଟଙ୍କା ନେଇକି ଆଜି ଦେମି କାଲି ଦେମି ଦେଇକି ମତେ ଖାଲି କହୁଛି ତୁ ମତେ ଗାଳି ଦଉଛୁ। ସାଙ୍ଗମାନେ ମୁଁ ଗାଳି ଦେମିନି? ମୋ ପଇସା ଯୋଉ କଷ୍ଟ ମୁଁ ପାଉଛି ମୁଁ ତାକୁ ବାର ସାଲିସିରେ ଗୋଡ଼ ଧୋଇଲି, ତା ହାତ ଯୋଡ଼ିଲି, ଆରେ ମୋ ମା ତୁ ମତେ ପଇସାଟା ଦେଇଦେ। ସେ ମୋ ପଇସା ଦେଲାନି। ଯେମିତି ତୁ ପଇସା ଦେଇନୁ ସେମିତି ସମସ୍ତେ ମୋର ଏବେ ସବୁ ରେକର୍ଡିଂ ସୋସିଆଲ ମିଡ଼ିଆରେ ସବୁ ଶୁଣେମି। ସାଙ୍ଗମାନେ ସବୁ ରେକର୍ଡିଂ ଯେତେ ପାରିବେ ଏକୁ ସବୁ ସେୟାର କରନ୍ତୁ, ହେଲେ ସବୁ ଜାଣନ୍ତୁ। ତାଙ୍କ ବନ୍ଧୁବାନ୍ଧବ, ସେ ମେନକା ଶଙ୍କୁଆହାର କମାରପାଳର ଲୋକ, ତା ଭାଇ ଭାଉଜ, ତାର ରିଲେଟିଭ ବନ୍ଧୁବାନ୍ଧବ ସବୁ ସେୟାର କର ହେଲା। ଆଉ ଏବେ କ'ଣ କହୁଛି, ମୁଁ ବାହା ହେମି 16 ତାରିଖ ତାର ବାହାଘର। ତା ବାହାଘର ଛଡ଼େଇମି। କୋଉ ବେଧୁଆ ଟୁକା ରାଣ୍ଡୁଆ ଟୁକା ତାକୁ ବାହା ହବ ଖାଲି ମୁଁ ଦେଖିମି ହେଲା। ବାହାଘର ଛଡ଼େଇମି। ପଇସାଟା ଦେଇଦେ। ତୁ ପଇସା ନେଇଛୁ, ତୋର ଏତେ ହେମତ। ପଇସା ନ ଦେଇକି ତୁ ଭାବୁଛୁ କ'ଣ ମତେ ଗାଣ୍ଡୁ ଭାବୁଛୁ? ରେବତୀ ଦାସକୁ ମୁଁ ପ୍ରମାଣ ରଖିକି ତା ପଛର ମୁଁ କଥା କୁହେ ହେଲା। କାହିଁକି ତା ଇଜ୍ଜତ ଉପରେ ମଜାକ କ'ଣ ତମକୁ ଖେଳ ମଜା କଥା ନାହିଁ। ଇଜ୍ଜତର ଜଣକୁ ଖେଳ ଦେବ କ'ଣ ମଜା ନା? ଏଠି ତାକୁ ବୁଡ଼େଇ ମାରିବ, ତମକୁ ଗାନି ମରା ଧନ୍ଦା କରିବ, ଅନ୍ୟମାନଙ୍କୁ କହିବ। ମୋର ସ୍ୱାମୀ ମତେ ଗାଳି ଦଉଛି ବୋଲି ତମ ରେକର୍ଡିଂ ଶୁଣିନି ନା, ଯୋଉ ସୁଧା ଶୁଭୁଛି। ମୁଁ ବି ମୋ ସ୍ୱାମୀ ଫାଷ୍ଟ ରେକର୍ଡିଂ ସିଏ ମତେ ଶୁଭୁନି, ତାପରେ ରେକର୍ଡିଂ ମୁଁ ଶୁଭୁଛି। ତ ବି ସେ ମାଇକ କଥା ଠିକ ଲାଗୁଛି। ଆଗରୁ କଥା ହଉଥିଲି, ଆଗରୁ କଥା ହେଇକି ବସେଇଥିଲି। ତା ହାତରେ ଇଏ ବେବି ବି ରହିବା ପାଇଁ ଚାହିଁବି ତା ନମ୍ବର ରଖ। ଇଏ ମତେ ମତେ ଫୋନ କରିକି ବେବି ମାଗିଲା କ'ଣ, କବିତା ଆଉ ହଉଛି ପଠେଇଥିଲା କ'ଣ କହିଲେ କଥାଟା ମୁଁ ବୁଝିପାରିଲିନି। ମୋ ସ୍ୱାମୀ ବି ପଠେଇଥିଲା। ମୋ ସ୍ୱାମୀ ପଠେଇଲା, ମୁଁ ତମକୁ ଭଲ ପାଉଛି, ମୁଁ ତମକୁ ଇଏ ଆଉ ହଉଛି କୋଉଦିନ ନଉନ ମୋ ପାଖରେ ସବୁ ପ୍ରମାଣ ଅଛି। ଖାଲି ଛାନିଆ ପ୍ରମାଣ ଆଣିବ, ପ୍ରମାଣ ଆଣି ତମେ କୁହ ନା। ତମେ ଯେ ପ୍ରମାଣ ମୁଁ ତମକୁ ଦଉନି ବୋଲି ଭାବନି, ପ୍ରମାଣ ନାହିଁ ସବୁ। ହଁ ହଁ ତମ ପୁତୁରା ସିଏ ନିଜେ ଟେଷ୍ଟ ଆଣିଦେଇଛି। କିନ୍ତୁ ବାପିର ସାଙ୍ଗ ଥିଲା, ସିଏ ମତେ କହିଲା ଅଜୁର ସାଙ୍ଗ ଅଜୁ ଦେଇଛି, ମୋ ସ୍ୱାମୀର ସାଙ୍ଗ, ମୋ ସ୍ୱାମୀ ଦେଇଛି। ତାକୁ କହିଲା ପ୍ରେଗନେନ୍ସ ଟେଷ୍ଟ ଆଣିଦେଲା, ଚେକ୍ କଲି କିନ୍ତୁ ବାହାରିନି, ଭଣ୍ଡା ନଷ୍ଟ କରିছে। ସ୍ୱର ଗଲା, ସ୍ୱରରୁ ଡାଇରେକ୍ଟ ଯେତେବେଳେ ମୋ ଡାକ୍ତର ନାହିଁ ସଡନ୍ଲି ଡାଇରେକ୍ଟ ଆଇଲା ହଉଛି କୋଉଠିକି ଖୋଇବା ଅଟୋ ବୁକିଂ କରିକି। ଅଟୋ ଡାଇରେକ୍ଟ ସେଇଠୁ ଅଟୋ ରିଜର୍ଭ କରିକି ଆଇଲା ଖୋଇବାରୁ କଷ୍ଟ କରିକି ଫାଷ୍ଟ ଛୁଆ ମୋ ଜାଣତ। ଆମେ ତାପରେ ଯେତେ କରୁଛି ମୁଁ ଜାଣିନି, ବୁଝିପାରିଲେ। କିନ୍ତୁ ସିଏ ଯୋଉ କହୁଛି ଖସିଯିବ ଇଏ କରିବ ସିଏ କରିବ, ତା ଘଣ୍ଟାକୁ ମୁଁ ମାରି ଏଇକି ମତେ ସେ କେତେ ବାଟ ଯାଉଛି ଯାଉ, ମୁଁ ଚାପିକି ରହିଛି। ବୁଝିପାରିଲ। ମାଣ୍ଡି କ'ଣ ମାରିବ? ଏଠି ଯୋଉଟା ସତ କଥା, ସେ ଯୋଉ ପ୍ରମାଣ ରଖିବେ ସେମାନେ ଫାଙ୍କି ଦେବେ। ପୁଣି ତମ ପ୍ରମାଣ ନ ରଖିବେ ତାଙ୍କ ନାଁ କହିବ, ପୁଣି ତମ ଉପରେ କହିବେ, ତମକୁ ଗାଳି କରିବେ। ସେମିତି ମୁଁ କରିଲିନି, କିନ୍ତୁ ତାକୁ କରିନି। ତମେ ଖାଲି ସେଇ ସମୟଟାକୁ ଅପେକ୍ଷା କର। ତମେ ଯଦି ଆଜି କହିବ ମତେ କଲ୍ କରତେ ଉଠିବ ମାନେ ସଞ୍ଜୟ ଯୋଉ ଆମ ସଞ୍ଜୟ ଯୋଉ ନା ଯୋଉ ଦାସ ମୋ ପୁତୁରା, ମୁଁ ତାକୁ ମାନେ ପଚାରିନି ଏ କଥା, ପଚାରିନି କି? ହଁ ହଁ ପଚାର। ଯୋଉ ଛୁଆ ନଷ୍ଟ କରୁଥିଲା ବେବି, ପ୍ରେଗନେନ୍ସ ଟେଷ୍ଟ ତମେ ଆଣି ଦଉଥିଲ ନା? ତମେ ଜାଣିଛ ନା ଛୁଆ କାହା ଛୁଆ ବୋଲିକି? କବିତା ଭାଇ ଛୁଆ ନା ହଉଛି ବାପିର ଛୁଆ ନା ଅଜୁର ଛୁଆ? ତାକୁ ଏତିକି ପଚାରନି। ହଁ ବାପି କହିଛି ତାକୁ। ହଁ ତାହେଲେ ଏମାନେ ସବୁ ଏତେ ପାଲା କରୁଛନ୍ତି, ଭିତରେ ସବୁ ରହିବେ। ହଁ କିନ୍ତୁ ସମସ୍ତେ ଜାଣିଛନ୍ତି, ତମେ ଜାଣିନ। ସିଏ ୟା ନା ବୁଲୁଥିଲା, ଇଆଡେ ଯାଉଥିଲା, ତା ସାଙ୍ଗରେ କଥା ହଉଥିଲା, ପୁଲ କତିରେ ଆସି ଦାଦା କହୁଥିଲା। ମାନେ କୁଆଡେ ଯାଉଛୁ? ନା ସଞ୍ଜୟ ଦାଦା କତିକି ଟିକେ ଯାଉଛି। ନା କୋଉଠିକି ଯିବୁ? ନା ମୁଁ ଏଇଠିକି ଯିବି, ସେ ମତେ ନେଇଯିବେ ଟିକେ, ମୁଁ ତାଙ୍କୁ ଫୋନ କରିମି। ଆଉ ସେ ଏମିତି ସବୁ କୁହେ ମୋ ପାଖରେ। ଆଉ ମୁଁ ଜାଣିଛି ସେ 5 ଥରେ ନେଇଥିଲା ତାକୁ ବସେଇକି ନେଇକି ଆଇଲା ବେବିକି। ଆଉ ମୁଁ କହିଲି ତମର କଥା ହଉଛ ତା ସହିତ, ବେଳେ ବି ସେ ତା ସହିତ କଥା ହୁଏ। ମୁଁ ତାର କଥା ହଉଛି ଭଲ ମନ୍ଦ, ମୁଁ କାହିଁ ତା ପର୍ସନାଲ ଭିତରେ ପଶିବି? ମୁଁ ପଶିବା ପାଇଁ ଚାହୁଁନି କାହା ପର୍ସନାଲ ଭିତରେ, କିଏ କଣ ନାହିଁ। ଆଉ ତମେ ଯଦି କହୁଛ ତାଙ୍କ ନାଁ, କିନ୍ତୁ ସେମାନେ ବି ପ୍ରମାଣ ଦବା ଦରକାର। ହଁ ଏଇଟା ସତ କଥା। ଆଉ ସେ ଯଦି ଫାଙ୍କି ଦେବେ, କହିବେ ନା ଆମେ କିଛି କରିନୁ, ବର୍ତ୍ତମାନ ଫସିବେ ତମେ। ମୁଁ ତମକୁ ହଇରାଣ କରିବି, ତମେ କହିବ ମିଛ କଥା କହୁଛି। ସବୁ କିଛି ଅଛି, ତମେ ଛାନିଆ ହବା ଦରକାର କିଛି ନୁହେଁ। ଖାଲି ସେଇ ଟାଇମକୁ ସୁଯୋଗ ବୁଝୁଛି। ଏତେ ବାଟ ମୁଁ ବଢୁ ମୋ ଘର ଭାଙ୍ଗି ସାରିଲା ପରେ ତା ବାଣ୍ଟିର ନିଆଁ ଲାଗିବ।
ଯୋଉ ବୁଡେଇ ମାରୁଛି ସତରେ ମୁଁ ଏଠି କହୁଛି ଏଠି କଣ ହବ ତା ଅବସ୍ଥା ସେ ଜାଣିପାରେ ନାହିଁ। ଏଇ ଯୋଉ ଏମାନଙ୍କ ସବୁ ନା ଏ ସବୁ ପାଲା କରୁଛନ୍ତି ଯୋଉ ଏ କଣ ହବ ଇଏ ଯୋଉ ଖତରନାକ ଲୋକ ନା ଆମ ଘର ପାଖରେ ଯୋଉ ମୋ ପୁତୁରା ଯୋଉ ସିଏ ପୁତୁରା ନେକା ସେ ଯୋଉ ମାନେ ତା ବଂଶ ସବୁ ଶଳା ଜାଣିନି ସେ ଚିହ୍ନିନି ସେ କାହା ପଛରେ ଲାଗୁ ସବୁ ଏଡା ଛି। ହୁଁ। ମୋର ଭାଇ ତାଙ୍କ ମାନଙ୍କ ସହିତ ମୁଁ ଦୂରେଇ ରୁହେ ମୁଁ କାହା ପର୍ସନାଲ ମ୍ୟାଟରରେ ମୁଣ୍ଡ ପୁରାଏନି କି କାହା କଥାରେ ମୁଁ କିଛି କୁହେନି। ମୋ ଘରେ ମୋର ଖାଇନି ପିଇନି ରହିନି କଣ ଦରକାର ଏତେ ସବୁ ଝାମେଲା କରିବା। ହୁଁ। ଏଇ ସବୁ କରିଛି ସେ ବାପି ପୂଜା କରିଛି ଏଇ ସବୁ ଦି ଜଣ ମିଶିକି। ହୁଁ। ଏଇନି ବର୍ତ୍ତମାନ ତା ନାଁ ଟା ଆସିବ ଯଦି ମଝିର ଏଇନି କଣ ହବ ସେ ଯୋଉ ସଞ୍ଜୟ ଦାସ ନା ତା ନାଁ ଟା ଆସିଲେ ତା ବାପା ମା ଘର ଲୋକ ଏଇ ସବୁ ଯଦି ଆସିବ ଏଇଖିନି ତା ନା ଏଇଖିନି ବର୍ତ୍ତମାନ ଏଇ ଗାଁ ଉଠିବ ପଡିବ। ଗାଁ ଆସିବା ଦେଇ ସମ୍ପର୍କ ନୁହେଁ ପ୍ରମାଣ ଦବା ଦେଉଛି ସମ୍ପର୍କ ତୁ ଯଦି ଜାଣିଛୁ ପ୍ରମାଣ ଏଇ ତମେ ହଁ କହିଦେଲ ମୁହଁରେ କିନ୍ତୁ ମୁଁ ସେଇଟା ପ୍ରମାଣ ଦେମି ପ୍ରମାଣ ଦେବ। ତମେ ଭାବନି ମୁଁ ପ୍ରମାଣ ଦେମିନି ବୋଲି ସିଏ ଯେତେବେଳେ ଜାଣିଲା ଯଦି ତୁ ଜାଣିଛୁ ଗୋଟେ ପର ସ୍ତ୍ରୀ ତୁ ତାକୁ ବୁଝେଇଲୁ ନା ଏକୁ ବୁଝେଇଲୁ ତୁ ସପୋର୍ଟ ଦେଲୁ ତା ଛୁଆ ନଷ୍ଟ କରିବା ପାଇଁ କଲୁ କିନ୍ତୁ ୟା ଭିତରେ ଡକ୍ଟର କତିକି ଯିବା ପାଇଁ ବି ହବ ଷଡଙ୍ଗୀ କ୍ଷେତ୍ର ବର୍ଷର କେତେଟା ଛୁଆ ଆବର୍ଷଣ ହଉଛି କଣ ହଉଛି ସବୁ ବାହାରିବ ବୁଝିପାରିଲ ଏଟା ଛୋଟ ମୋଟ କେସ ହଉନି ବୁଝିପାରିଲ ଶୀଘ୍ର ଯିବ ଇଏ ଯାଇଥିଲେ କି ନାଇଁ ସେ ଡକ୍ଟର ସେ ପ୍ରମାଣ ଦେବ କୋଉଠି ସଡନ କୋଉଠି ଭଦ୍ରକ ଭାଇ ସ୍ୱର ସଡଙ୍ଗୀ ଜାଣିନୁ ନା ଏ ଷୋଡଙ୍ଗୀ କ୍ଷେତ୍ର ଛୁଆ ଷୋଡଙ୍ଗୀ ଏଇଟା ସେଥିରେ ଛୁଆ କିଏ ନଷ୍ଟ ଡକ୍ଟର କଣ ନାହିଁ ମୁଁ ଏତେ ବାଟ ଯାଏନି ମୁଁ ଏଇଟା କାହାରି ଚିହ୍ନି ନାହିଁ ସେ ସଡନ ଅଛି ନା ଏଇ ଛୁଆ ଜନ୍ମ ହେଲେ ଜାଣିଛ ନା ଚେକଅପ୍ କରତେ ଯାହା କେତେବେଳେ ଛୁଆ କେତେବେଳେ ଛୁଆ ନଷ୍ଟ ହୁଁ। ତାରି କେତେବେଳେ ସବୁ ଛୁଆ ନଷ୍ଟ ଦେବି ହୁଁ। ଏଇ ଯେ ସେ ଯୋଉ ତାମିଲ ନା ସେ ଯୋଉ ବେଙ୍ଗାଲୋରରେ ଯୋଉ ଛୁଆଟା ରହିଲା କୋଉଠି କଲା ସେ ସେଟା ବେଙ୍ଗଲୋରରେ କଲା ନେକ୍ସଟ ବେଙ୍ଗଲୋରରେ କଲା ଥରେ ଘରକୁ ଗଲା ତା ବାପ ସୁଧକୁ ଥରେ କଲା ତା ଦେହ ଖରାପ ଥିଲା ତା ବାପ ସୁଧରେ ରୁହ ଥରେ ଯୋଉ ପୁଣି ବାପ ସୁଧର ଆଇଲା ରୁହ ବାପ ସୁଧର ଯୋଉ ଆଇଲା ସେ ପିଲାଟା କଣ ଘରୁ ହେଇଥିଲା ନା ସେ ବେଙ୍ଗଲୋରରୁ ହେଇଥିଲା ସେଟା ଘର କତିରେ ଗୋଟେ ନଷ୍ଟ କରିକି ଆଇଲା ପୁଣି ବେଙ୍ଗଲୋରରେ ଗୋଟେ ନଷ୍ଟ କଲା ପୁଣି ଘରକୁ ଯାଇକି ଷଡଙ୍ଗୀ କତିରେ ପୁଣି ଗୋଟେ ନଷ୍ଟ କଲା କରି ତା ବାପ ଘଠି ଦେଇଥିଲେ ଯୋଉ 10-12 ଦିନ ଭଗବାନ ଚାରିଟା ନଷ୍ଟ କଲା ଚାରିଟା ନା ତିନିଟା ହଁ ଚିନ୍ତା କରୁଛି ପୁଣି ଏବେ ବର୍ତ୍ତମାନ ପାଇଁ ଏଇ ଯୋଉ ବ୍ଲଟ ନାହିଁ କହୁଥିଲା ସେଟା ଗୋଟେ ନଷ୍ଟ କରିଛି କିନ୍ତୁ ସେ କହୁନାହିଁ ବୁଝିପାରିଲ ବୋପାଲ ମରିଯିବି ମୁଣ୍ଡ ପିଟି ମୁଁ ତାକୁ ଡାଇରେକ୍ଟ କହିଲି ମୁଁ ତାକୁ ଡାଇରେକ୍ଟ କହିଲି ବା ମୁଁ ତାକୁ ନଷ୍ଟ କରୁଛି ଛୁଆଟା ମୁଁ ତେଣୁ କରି ଦାନ ମୁଁ ତା- ଦେଉନି ମୁଁ ତାକୁ ଡାଇରେକ୍ଟ କହିଲି ମୁଁ କହିଲି ତୁ ଛୁଆ ଗୁଡା ନା ବ୍ଲଟ ନାହିଁ ମତେ ଦେଖିକି ଆଇଲ ମରିଯିବେ ଏଇ ଛୁଆଟା ନଷ୍ଟ କରୁଛି ଛୁଆ ମୁଁ ନଷ୍ଟ କରୁଛି ଜାଣିପାରିଲିନି ବ୍ଲଟ ହେଇଗଲା ବ୍ଲଟ ହେଇଗଲା ତୁ ଯେତିକି ଶିଶୁକୁ ହତ୍ୟା କରୁଛୁ ତୁ ତାର ତୁଳନାରେ ତୁ ନେବୁ ଆଉ କିଏ ନେବ ଏଇଟା ଭାରି କଷ୍ଟ ଜାଣିଛ ନା ଛୁଆ ଟା ଯୋଉ ନଷ୍ଟ କରୁଛି ଜନ୍ମ କରି ଅନାଥ ଛୁଆ ପାଉନାହାନ୍ତି ଅନାଥ ଆଶ୍ରମ ଦେଇଦଉନ ନହେଲେ ଏଇ ସବୁ ଯୋଉ କରୁଛୁ କାଇଁ ଏତେ ବାଟ ଯାଉଛି କାଇଁ ଛୁଆ ରହିବା ପାଇଁ କାଇଁ ଯାଉଛି କରିବି ମୁଁ ପରା କହୁଛି ତା ଘର ବାଲେଶ୍ଵର କତିରୁ ଯାଜପୁର କେତେ ଦୂର ଯେତେ ହବ ନା ଆଁ କଣ କଣ ଶୁଭିଲାନି କଣ କହିଲେ ଶୁଭିଲାନି ଶୁଭିଲାନି କଣ କହିଲ ମାନେ ସାଉଣ୍ଡ ଟା ପଳେଇଲା କୁଆଡେ ତମର ତମେ କହୁଛ ସେ କେମିତି ଛୁଆ ସବୁ କରୁଥିଲା କୋଉ ଛୁଆ ମୁଁ କହୁଛି ତୁ ସମସ୍ତଙ୍କୁ ଭାଇ ଭଳି ଡାକୁଥିଲା କହୁଥିଲା ତା ଭଉଣୀ ଥିଲେ ଆରେ ମୋ ଭଉଣୀ ତୁ ବୁଝିଲେ ତମେ ଓଡ଼ିଶାବାସୀ ମେନକା ଶଙ୍କୁଆ ଏବେ ଛୁଆ ହାଉସ୍ ଛୁଆ ହାଉସ୍ ତ ଖୋଲିଲେ ଗୋଟେ ପ୍ରକାର ମାନେ ଛୁଆ ନେଇକି କାହାକୁ ଦାନ କଲେ ତ ସେଇଟା ଗୋଟେ ହୁଅନ୍ତା ଗୋଟେ କଥା କିନ୍ତୁ ସିଏ ସବୁ ଜନ୍ମ କରିକି ତାକୁ ତଣ୍ଟି ଚିପି ମାରୁଛି ମେଡ଼ିକାଲରେ ନଷ୍ଟ କରୁଛି ଆଉ ଏବେ କୋଉ ରାଣ୍ଡୁଆ ଛତ୍ରା ଆଉ କୋଉ ମାଇପ ତାର ମରିଯାଇଛି ତା ବାପ ଘର ପ୍ରସ୍ତାବ ପକେଇଛନ୍ତି 16 ତାରିଖ ବା ବାହା ହବ ଆପଣମାନେ ଦେଖନ୍ତୁ ଶୁଣନ୍ତୁ ସବୁ ଠିକ୍ ଅଛି ଦେଇଛି ତା ଘର ତା ରୁମ ରହିଛି ଜଗା ବାଳିକି ଝିଅ ନିଜେ ବି ଜଣେ ଝିଅ 2 ଜଣ ଥିଲେ ଇଏ ଯାଇକି ରହିଲା
8 ଦିନ 7 ଦିନ ରହିକି ବଟିଆ ଖାଇକି ଆଉ ସେଠି ନଷ୍ଟ କରୁଥିଲା ବୁଝିପାରିଲ। ସେଇଠି ତ ଜଣା ପଡିବ ସେ ଛୁଆ କାହାର ବୋଲି। ସେଟା ପରା ପ୍ରେଗନେଣ୍ଟ ଟେଷ୍ଟ ଅଛି ନା କି ଇଏ ପରା ଖାଲି ତାର କହିଲା ତାଙ୍କ ଝିଅ ନା କଣ ଥିଲା ସେଟା ଗୋଟେ ସେଇ ହଉଛି ସିଏ ପରା କହିଲା ହଉଛି ହଁ କଣ କଣ ବୁନି ବୁନି ସେ କଥା ବୁନି ବୋଲି ତ କହୁନାହାନ୍ତି ଆଉ ଗୋଟେ କଣ କହୁଛନ୍ତି ଯୋଉଟା